ଯାତ୍ରା ସ୍ୱର୍ଣ୍ଣମହଲ ମଞ୍ଚରେ ଖଳ ଅଭିନେତା ନବଘୋଷ ଯାତ୍ରା ଦର୍ଶକଙ୍କ ଆକ୍ରମଣ। ଯାତ୍ରା ଶ୍ରୀ ବିଶ୍ୱ ଦରବାରର ଚତୁର୍ଥ ନାଟକ ସବୁ ଜାଣିଛି ଚନ୍ଦ୍ରସେନା ସଫଳତାର ସହ ମଞ୍ଚସ୍ଥ। ଯାତ୍ରା ସିଂହବାହିନୀର ଚତୁର୍ଥ ନାଟକର ପ୍ରସ୍ତୁତି ଆଗେଇ ଚାଲିଛି। ଜୟ ଜଗନ୍ନାଥ, ନମସ୍କାର। ମୁଁ ସନ୍ତୋଷ କୁମାର ଟିକିଏ କଥା ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ କରୁଅଛି। ଆଜି 2024 ମସିହା ସେପ୍ଟେମ୍ବର ମାସ 13 ତାରିଖ ଶୁକ୍ରବାର। ଆସନ୍ତୁ ଜାଣିବା ଆଜିର ଯାତ୍ରା ଖବର। ଯାତ୍ରା ସିଂହବାହିନୀ ପଞ୍ଚମ ଅଭିନୟର ଜର୍ନି ଲୋକେଶ୍ୱର ମେଳଣ ପଡ଼ିଆ ଖୋର୍ଦ୍ଧା। ଆଜିର ନାଟକ ସବୁ ପ୍ରେମ ଗପ ଅଧାରୁ ସରେ। ରଚନା ଡକ୍ଟର କୃଷ୍ଣଚନ୍ଦ୍ର ପାତ୍ର, ନିର୍ଦ୍ଦେଶନା ଅଶ୍ରୁମୋଚନ ମହାନ୍ତି, ସଙ୍ଗୀତ ମିହିର ମହାନ୍ତି। ଯାତ୍ରା ଶ୍ରୀ ବିଶ୍ୱ ଦରବାର ପ୍ରଥମ ଅଭିନୟର ଜର୍ନି ମଲ୍ଲିପୋଷି ପାଟଣା କେନ୍ଦୁଝର। ଆଜିର ନାଟକ କହିବାକୁ ଲାଜ ଶୁଣିଲେ ପାପ। ରଚନା ଅଜୟ ସୋ, ନିର୍ଦ୍ଦେଶନା ତାପସ ସ୍ୱାଇଁ, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଯାତ୍ରା ଯାଜ୍ଞସେନୀ ଦ୍ୱିତୀୟ ଅଭିନୟର ଜର୍ନି NTPC କଣିହା ଅନୁଗୁଳ। ଆଜିର ନାଟକ ପ୍ରେମ କଲେ ପାପ। ରଚନା ଡକ୍ଟର ସୁଧାଂଶୁ ନାୟକ, ନିର୍ଦ୍ଦେଶନା ଅଶ୍ରୁମୋଚନ ମହାନ୍ତି, ସଙ୍ଗୀତ ବିକାଶ ଶୁକ୍ଳା। କଳିଙ୍ଗ ଗଣନାଟ୍ୟ ପ୍ରଥମ ଅଭିନୟର ଜର୍ନି ଧାନମଣ୍ଡଳ ଯାଜପୁର। ଆଜିର ନାଟକ କାନ୍ଦେନାରେ ବାୟା ମନ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ଗୁରୁ ମିଶ୍ର, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଯାତ୍ରା ସ୍ୱର୍ଣ୍ଣମହଲ ତୃତୀୟ ଅଭିନୟର ଜର୍ନି BTM ଝାରସୁଗୁଡ଼ା। ଆଜିର ନାଟକ କେତେ ଦୁଃଖ ଦେବୁ ଦେରେ କାଳିଆ। ରଚନା ଓ ନିର୍ଦ୍ଦେଶନା ଇଞ୍ଜିନିୟର ଆଶୁତୋଷ ମହାପାତ୍ର, ସଙ୍ଗୀତ ଏକ ଅନୁସାର। ଯାତ୍ରା ଗ୍ରାଣ୍ଡ ମହଲ ତୃତୀୟ ଅଭିନୟର ଜର୍ନି ତୁଳସୀପୁର ନିମାପଡ଼ା ପୁରୀ। ଆଜିର ନାଟକ ଏମିତି କେମିତି ବଦଳିଗଲ। ରଚନା ସୁବାସ ସାହୁ, ନିର୍ଦ୍ଦେଶନା ଅଶୋକ ଦାସ, ସଙ୍ଗୀତ ସୁକ ସାର। ଯାତ୍ରା ରଙ୍ଗମହଲ ଚତୁର୍ଥ ଅଭିନୟର ଜର୍ନି ଅଇଁଲାସାରୀ ଡୁଙ୍ଗୁରିପାଲି ସୋନପୁର। ଆଜିର ନାଟକ ଦୁଃଖ ଭୁଲିଯିବି ତୋ ମୁହଁ ଚାହିଁ। ରଚନା ସୁକାନ୍ତ ମଲ୍ଲିକ, ନିର୍ଦ୍ଦେଶନା ପ୍ରଶାନ୍ତ ନାୟକ, ସଙ୍ଗୀତ ମିହିର ମହାନ୍ତି। ଗୌରୀ ଗଣନାଟ୍ୟ ଦ୍ୱିତୀୟ ଅଭିନୟର ଜର୍ନି ଥେଲକୁଲି ଭୂଷଣ ଝାରସୁଗୁଡ଼ା। ଆଜିର ନାଟକ ମୋ ସ୍ତ୍ରୀ ପରି ସ୍ତ୍ରୀ ନାହିଁ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ରଞ୍ଜନ ବିଶ୍ୱାଳ, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଯାତ୍ରା ସ୍ୱପ୍ନମହଲ ପ୍ରଥମ ଅଭିନୟର ଜର୍ନି କୁଇଡ଼ା ସୁନ୍ଦରଗଡ଼। ଆଜିର ନାଟକ ଜବାବ ମାଗୁଛି ଉଦଣ୍ଡି ସୀତା। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ଶିପୁ ପଣ୍ଡା, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଶିବାନୀ ଗଣନାଟ୍ୟ ପ୍ରଥମ ଅଭିନୟର ଜର୍ନି ଥାନା ଛକ ଜଟଣୀ ଖୋର୍ଦ୍ଧା। ଆଜିର ନାଟକ ହା କୃଷ୍ଣ ବୋଲି ଯାଉ ଯିବ। ରଚନା ଡକ୍ଟର ନିହାର ମହାନ୍ତି, ନିର୍ଦ୍ଦେଶନା ପ୍ରଶାନ୍ତ ନାୟକ, ସଙ୍ଗୀତ ଏକ ଅନୁସାର। ତୁଳସୀ ଗଣନାଟ୍ୟ ଦ୍ୱିତୀୟ ଅଭିନୟର ଜର୍ନି ଜଟଣୀ ଗଣେଶ ପୂଜା ଖୋର୍ଦ୍ଧା। ଆଜିର ନାଟକ ସୁନ୍ଦରୀ ସଙ୍ଗୀତା ସପନ ସାଥୀ। ରଚନା ସୁଶ୍ରୀ ସଙ୍ଗୀତା, ନିର୍ଦ୍ଦେଶନା କିଶୋର ଖଣ୍ଡୁଆଳ, ସଙ୍ଗୀତ ବିକାଶ ଶୁକ୍ଳା। ଯାତ୍ରା ଇନ୍ଦ୍ରଭୁବନ ଦ୍ୱିତୀୟ ଅଭିନୟର ଜର୍ନି କେନ୍ଦେଇଜୁରି ଦେବଗଡ଼। ଆଜିର ନାଟକ କହିଲେ କୁଳ କୁଟୁମ୍ବକୁ ଲାଜ। ରଚନା ଅକ୍ଷୟ ରାଉତ, ନିର୍ଦ୍ଦେଶନା ବୁଲୁ ବିଶ୍ୱାଳ। ଯାତ୍ରା ଦୁର୍ଗା ମନ୍ଦିର ତୃତୀୟ ଅଭିନୟର ଜର୍ନି ପେଡ଼ିପଥର ଅନୁଗୁଳ। ଆଜିର ନାଟକ କାନ୍ଦେନା ଲୁହ ସରିଯିବ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ବିକ୍ରମ ନାୟକ, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଯାତ୍ରା ସୂର୍ଯ୍ୟ ମନ୍ଦିର ପ୍ରଥମ ଅଭିନୟର ଜର୍ନି ସୁନ୍ଦରପଦା ଭୁବନେଶ୍ୱର। ଆଜିର ନାଟକ ନଖି ନାନୀ ପୁଅ ଭଗିଆ। ରଚନା ଅରୁଣ ବାରିକ, ନିର୍ଦ୍ଦେଶନା ତାପସ ସ୍ୱାଇଁ, ସଙ୍ଗୀତ ମିହିର ମହାନ୍ତି। ଯାତ୍ରା ଧଉଳି ଗଣନାଟ୍ୟ ଚତୁର୍ଥ ଅଭିନୟର ଜର୍ନି ସାଲିଆସାହି ଭୁବନେଶ୍ୱର। ଆଜିର ନାଟକ ସାଇଲେଣ୍ଟ କିଲର। ରଚନା ଓ ନିର୍ଦ୍ଦେଶନା ହରବାରିକ, ସଙ୍ଗୀତ ମିହିର ମହାନ୍ତି। ତାରିଣୀ ଗଣନାଟ୍ୟ ବିଦାୟର ଜର୍ନି ଭଦ୍ରାସାହି ଯୋଡ଼ା କେନ୍ଦୁଝର। ଆଜିର ନାଟକ ଜୀବନ ଖୋଜୁଛି ଜରା ନିବାସ। ରଚନା ଇଞ୍ଜିନିୟର ପ୍ରଶାନ୍ତ ପୁହାଣ, ନିର୍ଦ୍ଦେଶନା ମାନସ ଭୂୟାଁ, ସଙ୍ଗୀତ ବିକାଶ ଶୁକ୍ଳା। କୋଣାର୍କ ଗଣନାଟ୍ୟ ପଞ୍ଚମ ଅଭିନୟର ଜର୍ନି
ରାଜଆଗଲପୁର ବଲାଙ୍ଗୀର। ଆଜିର ନାଟକ ସେଇ ଗୋଟିଏ ଭୁଲ ପାଇଁ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ଗୁରୁ ମିଶ୍ର, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଅପେରା ଅଶୋକ ସମ୍ରାଟ, ଦ୍ୱିତୀୟ ଅଭିନୟ ରଜନୀ, ସେକ୍ଟର 13 ରାଉରକେଲା। ଆଜିର ନାଟକ କଇଁ କଇଁ କାନ୍ଦେ କନକପୁରୀ। ରଚନା ଓ ନିର୍ଦ୍ଦେଶନା ୟୁନିକ୍ ପ୍ରଦୀପ ବେହେରା, ସଙ୍ଗୀତ ମିହିର ମହାନ୍ତି। ଯାତ୍ରା ରାଜନନ୍ଦିନୀ, ଦ୍ୱିତୀୟ ଅଭିନୟ ରଜନୀ, ବାଲିବୁ ଭୁବନ ଢେଙ୍କାନାଳ। ଆଜିର ନାଟକ ଏମିତି ବନ୍ଧନ କେମିତି ହେଲା। ରଚନା ଜୀବନ ଜେନା, ନିର୍ଦ୍ଦେଶନା ବିଜୟ ଦାସ, ସଙ୍ଗୀତ ପ୍ରେମାନନ୍ଦ। ନାଟ୍ୟ ସମ୍ରାଟ ପୃଥ୍ୱୀରାଜ, ଦ୍ୱିତୀୟ ଅଭିନୟ ରଜନୀ, ପାଗା କଲେଜ ପଡ଼ିଆ କଟକ। ଆଜିର ନାଟକ ସ୍ୱାମୀ ମୋର ଅମାନିଆ ଈଶ୍ୱର। ରଚନା ଚିନ୍ମୟ ଦାସ, ନିର୍ଦ୍ଦେଶନା କିଶୋର ଖଣ୍ଡୁଆଳ, ସଙ୍ଗୀତ ବିକାଶ ଶୁକ୍ଳା। ମା ବନଦୁର୍ଗା ଗଣନାଟ୍ୟ, ତୃତୀୟ ଅଭିନୟ ରଜନୀ, ରୁଗୁଡ଼ି ବଡ଼ବିଲ କେନ୍ଦୁଝର। ଆଜିର ନାଟକ ସୁଖ ଆସିଥିଲା ରାତିକ ପାଇଁ। ରଚନା ଜୀବନ ଜେନା, ନିର୍ଦ୍ଦେଶନା ହରି ସାମନ୍ତ। ରାଜଧାନୀ ଅପେରା, ପ୍ରଥମ ଅଭିନୟ ରଜନୀ, ଭଟିମୁଣ୍ଡା ଟାଙ୍ଗୀ କଟକ। ଆଜିର ନାଟକ କାହାଣୀ କହିବ ବାଡ଼ୁଅ ପାଇଁ। ରଚନା ଓ ନିର୍ଦ୍ଦେଶନା ଡକ୍ଟର କୈଳାସ ମଲ୍ଲିକ, ସଙ୍ଗୀତ ବିକାଶ ଶୁକ୍ଳା। ମା ଦୁର୍ଗାଶ୍ରୀ ଗଣନାଟ୍ୟ, ତୃତୀୟ ଅଭିନୟ ରଜନୀ, ମାନପୁର ଦାନଗଦି ଯାଜପୁର। ଆଜିର ନାଟକ ମଣିଷ ଚିହ୍ନିବା ବାକି ରହିଛି। ରଚନା ଓ ନିର୍ଦ୍ଦେଶନା ଅଜୟ ଦତ୍ତ, ସଙ୍ଗୀତ ସଞ୍ଜୀବ ସାର। ଆପଣମାନେ ଜାଣିଲେ ଆଜି କେଉଁ ସ୍ଥାନରେ କେଉଁ ଯାତ୍ରା ଅନୁଷ୍ଠାନ କେଉଁ ନାଟକ ମଞ୍ଚସ୍ଥ କରିବ। ମନେ ରଖନ୍ତୁ ଯାତ୍ରା ପ୍ରେମୀ ଦର୍ଶକ ବନ୍ଧୁ, ସ୍ଥଳ ବିଶେଷରେ ବିଶେଷ କାରଣ ପାଇଁ ନାଟକର ନାମ ପରିବର୍ତ୍ତନ ହୋଇପାରେ, ଯାତ୍ରା ପରିବେଷଣ ମଧ୍ୟ ବାତିଲ ହୋଇପାରେ। ଟିକିଏ କଥା ଚ୍ୟାନେଲ ଆପଣମାନଙ୍କର ଚ୍ୟାନେଲ। ଟିକିଏ କଥା ଚ୍ୟାନେଲରେ ଯାତ୍ରା ସମ୍ପର୍କିତ ସମସ୍ତ ସଠିକ ତଥ୍ୟ ଜାଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଯଦି ଫେସବୁକରେ ଆପଣ ଆମର କାର୍ଯ୍ୟକ୍ରମ ଦେଖୁଛନ୍ତି ତାହେଲେ ପେଜକୁ ଫଲୋ କରନ୍ତୁ, ଲାଇକ୍ କରନ୍ତୁ ଆଉ ସେୟାର କରନ୍ତୁ। ଏ ହେଲା ଆଜି ସକାଳର ଯାତ୍ରା ସମ୍ପର୍କିତ କିଛି ଖବର ଯାତ୍ରା ପ୍ରେମୀ ଦର୍ଶକମାନଙ୍କ ପାଇଁ। ପୁଣି ଯାତ୍ରା ସମ୍ପର୍କିତ କିଛି ନୂଆ ଖବର ନେଇ ମୁଁ ଆସିବି ଆଉ ଏକ ସ୍ୱତନ୍ତ୍ର ଏପିସୋଡରେ। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍ତେ, ଜୟ ଜଗନ୍ନାଥ।